ଜୟ ଜଗନ୍ନାଥ, ଜୟ ଶ୍ରୀରାମ। ଚାଲନ୍ତୁ ଆଜି ଜେଜେଙ୍କ ଠାରୁ ଶୁଣିବା ବାପା ମାଆଙ୍କ ବିଷୟରେ ଆଉ ତାଙ୍କ ପିଲାଙ୍କ ବିଷୟରେ କିଛି ଅଭୁଲା କଥା, କିଛି ନିହାତି ସତ୍ୟ କଥା। ଚାଲ। ଆଚ୍ଛା ଜେଜ, ଜୀବନର ସତ୍ୟ କ'ଣ? ପରିଶ୍ରମ। ପରିଶ୍ରମ କେମିତି? ସତ୍ୟଟା କୁହ, ପୁରା ବିସ୍ତାର କରିକି କୁହ। ସତ୍ୟ, ଆମେ ମଣିଷ ଜନ୍ମ ପାଇଛେ। ଆମେ ମଣିଷ ହେଉଛି ସମସ୍ତ ଜୀବଜନ୍ତୁଙ୍କ ଉପରେ ରଜା, ମାନବ। ଏ ସମସ୍ତ କଥା ମାନିବ। ଚଢ଼େଇ, ପଶୁ, ପକ୍ଷୀ, ଜୀବଜନ୍ତୁ, ମତ୍ସ୍ୟ, ତାଙ୍କ ସମସ୍ତିକି ମନେଇକିରି ଚଳିବ, ତାପରେ ତୁମେ ମାନବ ହେବ। ଆଚ୍ଛା, ଲୋକ ମରିଗଲା ପରେ ତାଙ୍କର ଛୁଆମାନେ ଯେଉଁ କହନ୍ତି ବାପାକୁ ଭଲ ପାଆନ୍ତି, ସେଇଟା କେତେ ଦୂର ସତ୍ୟ? ଛୁଆମାନେ ଭଲ ପାଉଛନ୍ତି ବାପାକୁ, ଯେମିତି ବଡ଼ ହେଲା ପରେ ପିଲାଟି ଯେତେବେଳେ କୋଳରେ କାଖଉଥିଲ ଆଉ ନେଇକିରି ସବୁଆଡ଼େ ବୁଲଉଥିଲ, ସେତେବେଳେ ବାପା ବୋଉ। ଆଉ ଛୁଆ ଯେହେତୁ ବଡ଼ ହେଇଗଲେ, ଚାକିରି ବାକିରି କରିଗଲେ, ତାଙ୍କର ଆଖି ପାଇଗଲା, ସହର ବାହାରକୁ ଗଲେ, ବୁଲିଲେ, ବାପା ବୋଉକୁ ଭୁଲିଗଲେ। ବାପା ଯେତେବେଳେ ମରିଯିବ, ବୋଉ ମରିଯିବ, ତାପରେ ଆସିବେ, ଶୁଦ୍ଧ କ୍ରିୟା କରିବେ, ଲୋକ ବାକ ଖୁଆଇବେ। ଆଉ ଗରମ ଗରମ ଭାତ ଡାଲି ଦେଇଥିବେ। କୁକୁର, କାଉ, ବିଲେଇ, ସିଏ ଗରମକୁ ଯିଏ ଖାଇଲା ପାଟି ଘା ହେଲା, ଖାଇକିରି ବୁଲିଲା। ତାପରେ ଛୁଆମାନେ କହିବେ ବାପା ବୋଉ ରାଗିଛନ୍ତି। ମଲା ପରେ ବେକରେ ଗାମୁଛା ପକେଇ କହିବେ ଆମ ବାପା ରାଗିଛି। ସେଠୁ ବେକରେ ଗାମୁଛା ପକେଇ କହିବେ ବାପା ବୋଉ ଆମ ଦୋଷ କ୍ଷମା କର। ତାପରେ ବୁଲା କୁକୁର ଆସିବ, ଦିପଳା ଖାଇକିରି ଯିବ। ସେଠୁ କହିବେ ଘରେ, ସେଠୁ ବାର୍ତ୍ତା ଦେବେ, ବୋଉ ଦେଖିଲ, ଆଉ ବାପା ଦେଖିଲ, ବାପା ଆମେ ରାଗିଥିଲା, ଆମେ ଭୁଲ କହିବାରୁ। ଆଉ ମଲା ପରେ ବାପାକୁ ମାଆକୁ ଭୁଲ ମଗେଇବେ କୁକୁର କରିକିରି, ଆଉ ଭୁଲ କାଲି ମାଗିବାରୁ ବାପା ଖାଇକିରି ଗଲେ। ଯେଉଁ କୁକୁର ଖାଇଥିବ ଜୀବ ଫଟକା। ଆଚ୍ଛା, ଏଇଟା କେତେ ବାଟ ସତ୍ୟତା ଅଛି ଆର? ସତ୍ୟ, ତମେ ସତକୁ ତମେ କ'ଣ କିଏ ହାତରେ ଦେବ? ଯେମିତି କହିବ ପବନ କେମିତିଆ, ତାକୁ କ'ଣ କିଏ କହିପାରିବ? ସୂର୍ଯ୍ୟର ରଙ୍ଗ କ'ଣ? ସୂର୍ଯ୍ୟ ତ ସକାଳେ ଗୋଟାଏ ରଙ୍ଗ, ଦ୍ୱିପହରେ ଗୋଟାଏ ରଙ୍ଗ, ସଞ୍ଜବେଳେ ଗୋଟାଏ ରଙ୍ଗ, ତାକୁ କିଏ କହିବ? ଲୋକମାନେ କହୁଛନ୍ତି ଏମିତି ହିଁ ସବୁ ପୂର୍ବପୁରୁଷରୁ ଏମିତି କରିଯାଇଛନ୍ତି। ବାପା ମାଆଙ୍କୁ ଏମିତି ମଲା ପରେ ଏମିତି ଖାଇବା ଦିଆ ହୁଏ, ଭୁଲ ହେଲେ ଏମିତି ଭୁଲ ମାଗିକି ଦେଲେ ଆଉ ଥରେ ଆସିକି ଖାଇଦିଅନ୍ତି। ଏଇଟା କେତେ ବାଟ ସତ୍ୟ? ବାପ ବଞ୍ଚିଥିଲା ପରେ ନା, ମଲା ପରେ ବାପକୁ କୁକୁର କରିବ, ମାଆକୁ କୁକୁରାଣୀ କରିବ, କାଉ କରିବ, ବିଲୁଆ କରିବ, ପିମ୍ପୁଡ଼ି କରିବ, ସେଟା ତ ସତ୍ୟ। ଏଇଟା ଆମର ଅନ୍ଧ ଋଷି, ଆମର ସିଏ ଫେରେ ଆମର ନେଇକି ଶେଷ ଶ୍ରବଣ ବାପା ମାଆକୁ ଆପ୍ରାଣ ଚେଷ୍ଟା କରିକି ଯାଇଥିଲେ। ମା କଥା ମାନିକି ପାଣ୍ଡବମାନେ ସମସ୍ତ ଭାରତ ଭୂଖଣ୍ଡ ବୁଲିଥିଲେ। ଦଶରଥ କଥା ମାନିକି ରାମ ସମଗ୍ର ପୃଥିବୀକି ଜୟ କରୁଥିଲେ। ସିଏ ହେଉଛନ୍ତି ଆଉ ମଲା ପରେ କ'ଣ ରାମଚନ୍ଦ୍ର ଦେଉଥିଲେ ତାଙ୍କ ଦଶରଥଙ୍କ ପାଟିରେ ଭୋଜି। ବର୍ତ୍ତମାନ ଯୁଗରେ ମଣିଷ କ'ଣ? ବର୍ତ୍ତମାନ ଯୁଗରେ ମଣିଷ ତ ଛୁଆକୁ ଆଉ ଛୁଆ ଖେଳଉନାହାନ୍ତି, ମୋବାଇଲ ଧରୁଛନ୍ତି, ରୋଷେଇରେ ମୋବାଇଲ, ଆଉ ଅବିକା ସବୁ ହେଉଛି ମୋବାଇଲ। ଆଗରୁ ଲୋକ କ'ଣ କରୁଥିଲେ? ଆଗରୁ କର୍ମ କରୁଥିଲେ, ପରିଶ୍ରମ କରୁଥିଲେ। ଜଣେ ଚାଷୀ ଚାଷ କରିବାକୁ ଯାଉଥିଲା, ତା ଛୁଆ ଗାଈ ମଇ ଦେଉଥିଲା, ବଳଦ ଠିକ୍ କରୁଥିଲା, ଖାଇବାକୁ ପିଇବାକୁ ଦେଉଥିଲା, ଧାନ ଶୁଖାଉଥିଲେ, ବିଲକୁ ଯାଉଥିଲେ। ବାପା ବିଲରୁ ଆଇଛି ବୁଲିକି, କି କାମ କରିକି ଆଇଛି ବୁଲିକି, ତାଙ୍କର ଗୋଟେ ଚେତନା ରହୁଥିଲା, ଭୟ ଥିଲା। ଏବେ ତ ଆଉ କିଛି ନାହିଁ। ଅବିକା ତମେ ବାପା ଆସୁ, ବୋଉ ଆସୁ, ଅତିଥି ଆସୁ, ଭଦ୍ରଲୋକ ଆସୁ, ମୋବାଇଲ ଯିବା ହେବ। ଆଉ ଯଦି କିଏ ଆଉଛି ଦିଏ କବାଟ ଆଇଛି ଦିଏ, ଘରେ ସେ ଛପିଯିବେ। ଆଉ ଛପିଯିବେ। ତାହେଲେ ତମେ କ'ଣ ବର୍ତ୍ତମାନ ଏଇ ଯୁବ ସମାଜକୁ କ'ଣ ମେସେଜ ଦେବାକୁ ଚାହୁଁଛ? ଯୁଗ ତ ଯେଉଁ ପ୍ରକାର ଗଲାଣି, ଆହୁରି ଯୁଗ ଆଗକୁ ଯିବେ। ବୋପା ମା ସିଆଡ଼େ ପଡ଼ିକିରି ଯେମିତି କରୋନାରେ ମଲାବେଳେ ଆଉ ଛୁଇଁବେନି। ଛୁଇଁବେନି ନା, ବୋପା ମାଆକୁ ଛୁଇଁବେନି, ରୋଗ ହେଇଯିବ। ଏଇଟା କେତେ ଦୂର ପର୍ଯ୍ୟନ୍ତ ତମେ ଦେଖିପାରୁଛ? ଦେଖାଯାଉଛି ଗୋଟେ ଯୁଗର ଅନ୍ତ, ଯେଉଁ ପର୍ଯ୍ୟନ୍ତ ପରମାଣୁ ନ ପଡ଼ିଛି, ଲୋକ ଧ୍ୱଂସ ହୋଇନାହାନ୍ତି, ଫେରେ ପୁରାତନକୁ ଫେରିବେନି। ଆଉ ମଣିଷ ସମାଜ ଅବିକା ଜୀବଜନ୍ତୁ ସବୁ କ୍ଷୟ ହେଲାଣି, କେବଳ ମାନବ ବିସ୍ତାର କରି ଚାଲିଛି ଆଉ ମଣିଷ। ହଉ, ଧନ୍ୟବାଦ। ନେକ୍ସଟ ଭିଡ଼ିଓରେ ପୁଣି କଥା ହେବା।